ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ରନ୍ଧନ ଗ୍ୟାସ୍ର ଅଭାବ ଦେଖାଯାଇଛି। ହୋଟେଲଗୁଡ଼ିକରେ କମର୍ସିଆଲ ଗ୍ୟାସ୍ ମିଳୁନଥିବା ଯୋଗୁଁ ଘରୋଇ ଗ୍ୟାସ୍ ବ୍ୟବହାର କରୁଛନ୍ତି, ଯାହାଫଳରେ ଘରୋଇ ଗ୍ୟାସ୍ ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ମୁକାବିଲା କରିବା ସକାଶେ ଜିଲ୍ଲା ପ୍ରଶାସନ ପକ୍ଷରୁ କଳାବଜାରୀ ରୋକିବା, ଗ୍ୟାସ୍ ବଣ୍ଟନ ବ୍ୟବସ୍ଥା ସ୍ୱାଭାବିକ କରିବା ସକାଶେ ନିୟମିତ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ହୋଟେଲଗୁଡ଼ିକ ଉପରେ ଯାଞ୍ଚ ସହ ଚଢ଼ାଉ ଜାରି ରହିଛି। ଯେଉଁଠି ଅନଧିକୃତ ଭାବେ ଗ୍ୟାସ୍ ସିଲିଣ୍ଡର ରହିଛି କିମ୍ବା ହୋଟେଲଗୁଡ଼ିକରେ ଘରୋଇ ସିଲିଣ୍ଡର ବ୍ୟବହାର କରୁଛନ୍ତି, ସେହିଗୁଡ଼ିକୁ ଜବତ କରିବା ସହ ଜୋରିମାନା ଆଦାୟ କରୁଛନ୍ତି। ଆଜି ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହରର ବିଭିନ୍ନ ହୋଟେଲରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଗୋଟିଏ ହୋଟେଲରୁ 2ଟି ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି। ଗ୍ୟାସ୍ର ବିକଳ୍ପ ବ୍ୟବସ୍ଥା କରିବାକୁ ହୋଟେଲମାନଙ୍କୁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ ଏହିଭଳି ଚଢ଼ାଉକୁ ହୋଟେଲ ମାଲିକମାନେ ନିନ୍ଦା କରିବା ସହ ତାଙ୍କ ଓ ତାଙ୍କ ହୋଟେଲରେ କାମ କରୁଥିବା କର୍ମଚାରୀଙ୍କ ପରିବାର କିପରି ପାଳିତ ହେବ, ହୋଟେଲ ବନ୍ଦ ହୋଇଗଲେ ବୋଲି ପ୍ରଶ୍ନ କରିଛନ୍ତି। ଏଇଟା ଆମର ଯେଉଁ ନ୍ୟାସନାଲ ସ୍କାର୍ସିଟି ହେଇଛି, ସେଥିପାଇଁ ଗଭର୍ଣ୍ଣମେଣ୍ଟର ଏଇଟା ଗୋଟେ ଚାଲିଛି ଅଭିଯାନ। ଆମର ଡୋମେଷ୍ଟିକ୍ ଗ୍ୟାସ୍ ଯେଉଁଟାକି 14.2 kg ବାଲା, ସେଇଟା କେବଳ ଘରୋଇ ରାନ୍ଧିବା ପାଇଁ, ଘରେ ରୋଷେଇ କରି ଖାଇବା ପାଇଁ, ସେଇଟାକୁ କୌଣସି ବିଜନେସ୍ ପ୍ରେମିସେସରେ ୟୁଜ୍ କରିବା କଥା ନୁହେଁ। ସେଇଟା ପନିସେବଲ୍ ବି। ତେଣୁ ଏବେ ଯେଉଁ ସ୍କାର୍ସିଟି ହେଇଛି, କିଛି ଦିନ ପାଇଁ ଆମକୁ କୁହାହେଇଛି ଯେକୌଣସି ହୋଟେଲରେ ଯଦି ଡୋମେଷ୍ଟିକ୍ ଗ୍ୟାସ୍ ପାଉଛନ୍ତି ସେଗୁଡ଼ାକ ସିଜ୍ କରିବା ପାଇଁ। ତେଣୁ ଆମର ଏଇଟା ଚାଲିଛି ବିଗତ 20-25 ଦିନ ହେଲା। ଆମେ ନବରଙ୍ଗପୁର କାଲି କରିଥିଲୁ, ପାପଡ଼ାହାଣ୍ଡି, ସବୁଆଡ଼େ ଗ୍ୟାସ୍ ହୋଟେଲ ମାନଙ୍କରୁ ସିଜ୍ ହେଉଛି। ତେଣୁ ଆଜି ଉମରକୋଟରେ ଦୁଇଟା ହୋଟେଲ ଆମେ ଦେଖିଲୁ। ଗୋଟେ ହୋଟେଲରୁ ଆମକୁ 2ଟା ଡୋମେଷ୍ଟିକ୍ ସିଲିଣ୍ଡର ମିଳିଲା। ଗୋଟେ ସିଲିଣ୍ଡର ଚୁଲିରେ ଲାଗିଥିଲା, ରୋଷେଇ ହେଉଥିଲା। ସେଥିପାଇଁ ଆମକୁ ଆଡମିନିଷ୍ଟ୍ରେସନ ଯେଉଁ ଅର୍ଡର ଦେଇଛି ସେଇ ଅନୁସାରେ ଆମେ ତାକୁ ସିଜ୍ କଲୁ। ହଁ, କଳା ବଜାରୀ ବି ଆମେ ଦେଖୁଛୁ, ଯେଉଁଠି ଲୁଚେଇକି ରଖାହେଇଛି। ଆମେ ନବରଙ୍ଗପୁରରେ ବି କେତେଜଣ ଘରେ ରଖିଥିଲେ, ସେ ସବୁ ଆମେ ସିଜ୍ କରିଛୁ। ଆମେ ଯଦି ସଠିକ୍ ପାଇଲୁ ତାଙ୍କର ଆଡ୍ରେସ୍, ଆମେ ସେଗୁଡ଼ା ବି ସିଜ୍ କରିବୁ। ଏଇଟା ଆମେ କରିବୁ। ଯଦି କୌଣସି କଳା ବ୍ୟବସାୟୀକି ପାଇବୁ, ଆମେ ଆଡମିନିଷ୍ଟ୍ରେସନକୁ ତାଙ୍କୁ ପୋଲିସ ଷ୍ଟେସନରେ ଏଫଆଇଆର ଦେବା ପାଇଁ ମୁଁ ସେଇଟା ତାଙ୍କର IOCLର ସେଲ୍ସ ଅଫିସରଙ୍କ ସାଙ୍ଗେ କଥା ହେଇଛି। ଆପଣମାନେ ମୋତେ ଗୋଟେ ଯଦି ଲେଖିକି CSOଙ୍କୁ ଦେବେ, ଆମେ ତାଙ୍କର କମ୍ପାନୀକୁ ସେଟା ଫରୱାର୍ଡ କରିବୁ। ମୁଁ ତ କହିବି ଏଇଟା ପ୍ରଶାସନର ପ୍ରହସନ, ସରକାରର ପ୍ରହସନ। ସରକାର ଆଉ ପ୍ରଶାସନ ଯଦି ଯୋଗାଇ ପାରୁନାହାନ୍ତି ସିଲିଣ୍ଡର, ତାହେଲେ ରେଡ୍ କରିବାର ତାଙ୍କର କୌଣସି ଅଧିକାର ନାହିଁ। ସେମାନେ କହିଲେ ନାଇଁ ତମେ କାଠ ରୋଷେଇ କର, ତାପରେ କହିବେ କାଠ କାହିଁକି ଆଣିଲ, ଫରେଷ୍ଟ ବାଲା ଆସି କହିବେ କାଠ କେମିତି ଆଣିଲ, କେଉଁଠୁ ଆଣିଲ, ସେଇଟା ଗୋଟେ ଚାଲିବ। ତାପରେ କହିବେ ଯେତେବେଳେ କହୁଥିଲେ ନାଇଁ ସରକାର ଆସିଥିଲେ, ଯେତେବେଳେ କହୁଥିଲେ ନାଇଁ କାଠ ଚୁଲିରେ ରୋଷେଇ କରିବା ଦ୍ୱାରା ପରିବେଶ ପ୍ରଦୂଷଣ ହେଉଛି, ଏବେ କହୁଛନ୍ତି କାଠରେ ରୋଷେଇ କର, ତମେ କେମିତି ବ୍ୟବସ୍ଥା କର, କିନ୍ତୁ ଗ୍ୟାସ୍ ଯୋଗାଇ ପାରିବୁ ନାହିଁ ଆମେ। ଆଉ ଯଦି ଛୋଟ ସିଲିଣ୍ଡର ତମେ ଘରୋଇ ସିଲିଣ୍ଡର ବ୍ୟବହାର କରିବ, ତାହେଲେ ତୁମର ରେଡ୍ ହେବ। ଏଇଟା ହେଉଛି ପ୍ରଶାସନର ପ୍ରହସନ, ଆକୁ ଛାଡ଼ିକି ଆଉ କିଛି ନାହିଁ। କିନ୍ତୁ ମନା କରିଥିଲେ ଠିକ୍ ଅଛି, କିନ୍ତୁ ତାର କିଛି ବିକଳ୍ପ ନାହିଁ। ଯଦି ମନା କଲେ ଠିକ୍ ଅଛି, ମନା କଲେ ଆମେ ୟୁଜ୍ କରିବୁନି, ଠିକ୍ ଅଛି, କିନ୍ତୁ ତାର କିଛି ବିକଳ୍ପ ତ ଦେବା କଥା ଯେ ଘରୋଇ ସିଲିଣ୍ଡର ୟୁଜ୍ କରିବନି, କିନ୍ତୁ ଏଇଟା ତମେ ୟୁଜ୍ କର, କି ଏମିତି ଉପାୟ କରିକି ତମେ, ତମର ଫ୍ୟାମିଲି, ତମର ଷ୍ଟାଫ୍ ମାନେ ତାଙ୍କର ପରିବାର ଚଳ ବୋଲି। ନା କି ହୋଟେଲ ବନ୍ଦ କରିଦେବୁ, ମୋର ଏବେ 12ଟା ଷ୍ଟାଫ୍ ଅଛନ୍ତି, ତାଙ୍କର ପରିବାର ଅଛନ୍ତି, ସେମାନେ କେମିତି ଚଳିବେ, ଆମେ ହୋଟେଲ ବାଲା କେମିତି ଚଳିବୁ? ସେ ବିଷୟରେ ତ ସରକାର କି ପ୍ରଶାସନ କିଛି ଭାବି ନାହାନ୍ତି। ତାର କିଛି ବିକଳ୍ପ ତ ସେମାନେ ଭାବିବା କଥା କି ଆମକୁ ଦେବା କଥା। ସେ ଜିନିଷ ଭାବି ନାହାନ୍ତି। ଖାଲି କହିଦେଲେ ହେବ ନା, ଏଇଟା କରନି ସେଇଟା କରନି କହିଲେ ତ ହେବନି ନା। ଉମରକୋଟରୁ ଅଭିଷେକ ବେହେରାଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ୍ ଓଡ଼ିଶା।